ପିଲାମାନେ ଟୁନା ଟୁନି ଦି ଭାଇ ଭଉଣୀ ମିଶି ବାଘ ମାମୁଁ କେମିତି ପାନେ ଚଖେଇଲେ ଆଜିର ଏ ଗପରେ ଆମେ ଜାଣିବା। ଟୁନା ଟୁନି ଓ ବାଘ ମାମୁଁ। ବଣ ପାଖରେ ଟୁନା ଟୁନିଙ୍କ ଘର। ଦିନେ ସେମାନେ ପିଠା ଖାଇବାକୁ ମନ କଲେ। ଟୁନା ଚାଉଳ ଆଣିଲା, ଟୁନି ବିରି ଆଣିଲା। ଚକୁଳି କରିବାକୁ ଗଲେ ଦେଖିଲା ବେଳକୁ ଘରେ ଜାଳ ନାହିଁ। ଟୁନା ଜାଳ ଆଣିବାକୁ ବଣକୁ ଗଲା। ବଣରେ ବାଘ ମାମୁଁ କହିଲା, ମୋ ବଣରେ କିଏ କିରେ? ଟୁନା କହିଲା, ମୁଁ ଟୁନା କହୁଛି। ଜାଳ ନେବାକୁ ଆସିଛୁ କିରେ? ବାଘ ମାମୁଁ ପୁଣି ପଚାରିଲା, ଜାଳ କ'ଣ କରିବୁ? ଟୁନା କହିଲା, ଆମେ ଚକୁଳି ପିଠା କରିବୁ। ବାଘ କହିଲା, ମୋତେ ବି ଦେବ। ଟୁନା କହିଲା, ହଉ, ସଞ୍ଜକୁ ତମେ ଆସିବ। ଟୁନା ଟୁନି ପିଠା କଲେ। ଖାଉ ଖାଉ ସବୁତକ ପିଠା ଖାଇଦେଲେ। ଟୁନା ଟୁନି ଡରିଗଲେ, ବାଘ ମାମୁଁ ଆସିବ, ଖାଇବ କ'ଣ? ଟୁନି ଥିଲା ପ୍ରବଳ ଚାଲାଖି। ଟୁନି କହିଲା, ବ୍ୟସ୍ତ ହନା ଟୁନା, ମୁଁ ଗୋଟିଏ ଉପାୟ ଚିନ୍ତା କରୁଛି। ଟୁନି ଗୋବର ଗୋଡ଼ି ଗୋଳେଇ ପିଠା କଲା। ବାହାର ଅଗଣାରେ ଆସନ ପକାଇଲା। ପିଠା ରଖିଦେଲା। ରାଗ ଲଙ୍କା କେତେଟା ଚକଟି ପାଣି କରି ରଖିଦେଲା। ଟୁନା ଟୁନି କବାଟ କେଳି ଘରେ ଲୁଚି ବସିଲେ। ବାଘ ମାମୁଁ ଆସିଲା। ଟୁନା ଟୁନାଙ୍କୁ ଡାକିଲା। କେହି ତା ଡାକ ଶୁଣିଲେ ନାହିଁ। ବାଘ ମାମୁଁ ପିଠା ଖାଇଲା। ତାର ଦାନ୍ତ ରଟ୍ କରି ଭାଙ୍ଗିଗଲା। ଆଉ ଥରେ ପିଠା ଖାଇଲା। ଆଉ କେତେଟା ଦାନ୍ତ ପୁଣିକି ରଟ୍ କିନି ଭାଙ୍ଗିଗଲା। ତାକୁ ଭାରି କାଟିଲା। ସେ ବିକଳରେ ପାଖରେ ଥିବା ପାଣି ପିଇଦେଲା। ରାଗ ପାଣିରେ ତାର ପାଟି ଆହୁରି ପୋଡ଼ିଲା। ସେ ଛାଟିପିଟି ହୋଇ ବଣକୁ ପଳାଇଲା। ଟୁନା ଟୁନି ଦେଖି ତାଳି ମାରି ନାଚିଲେ। ଦେଖିଲ, ଟୁନିର ଚତୁରତା ଲାଗି ଟୁନା ଟୁନି ଦୁଇ ଜଣ ବାଘ ମାମୁଁ ଠାରୁ ବଞ୍ଚିଗଲେ। ନହେଲେ ବାଘ ମାମୁଁ ଆସିଥାନ୍ତା, ତାଙ୍କ ପିଠାକୁ ଖାଇଥାନ୍ତା, ହୁଏତ ତାଙ୍କୁ ମଧ୍ୟ ଖାଇଦେଇ ଯାଇଥାନ୍ତା। କିନ୍ତୁ ଟୁନିର ଚତୁରତା ଲାଗି ସେମାନେ ବଞ୍ଚିଗଲେ।